ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ 22/1/2024 ଆଜି ଅଯୋଧ୍ୟାରେ ରାମଲାଲାଙ୍କର ଭବ୍ୟ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେଉଛି। ଦୀର୍ଘ 500 ବର୍ଷର ପ୍ରତୀକ୍ଷା, ବହୁତ ସାଧୁସନ୍ଥଙ୍କର ବଳିଦାନ, ମହାମନୀଷୀଙ୍କର ତ୍ୟାଗ ଏବଂ ତାଙ୍କର ତପସ୍ୟାର ଆଜି ଅନ୍ତ ଘଟିଛି। ରାମଲାଲାଙ୍କର ଭବ୍ୟ ମନ୍ଦିରରେ ଆଜି ପ୍ରାଣ ପ୍ରତିଷ୍ଠା ହେଉଛନ୍ତି ସ୍ୱୟଂ ଯୁଗ ପୁରୁଷୋତ୍ତମ ମର୍ଯ୍ୟାଦା ଠାକୁର ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେଉଛି। ସାରା ଭାରତବର୍ଷ ନୁହେଁ, ସାରା ଜଗତ ଆଜି ଉତ୍ସବ ମୁଖରିତ ହୋଇ ଉଠିଛି। ସମସ୍ତେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଧ୍ୟାନ ସହକାରେ ଦେଖୁଛନ୍ତି। ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି ଭାରତବର୍ଷରେ। ବୌଦ୍ଧ ଜିଲ୍ଲାରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଗାଁ ଗୁଡ଼ିକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ବିଭିନ୍ନ ପ୍ରକାର ଧର୍ମାନୁଷ୍ଠାନ ମନ୍ଦିର ଗୁଡ଼ିକରେ ଦୀପ ପ୍ରଜ୍ୱଳନ କରାଯାଉଛି, ନାମ ସଂକୀର୍ତ୍ତନ କରାଯାଉଛି ଏବଂ ରାସ୍ତାରେ ଶୋଭାଯାତ୍ରା କରି ଆନନ୍ଦ ଉଲ୍ଲାସ ସହକାରେ ପ୍ରଭୁ ରାମଚନ୍ଦ୍ରଙ୍କର ଆଗମନକୁ ସ୍ୱାଗତ କରୁଛନ୍ତି ଏବଂ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି। ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ସଙ୍ଗେ ସଙ୍ଗେ ପ୍ରଭୁଙ୍କର ରାମ ଖିଚିଡ଼ି ପ୍ରସ୍ତୁତ କରି ସମସ୍ତଙ୍କୁ ବଣ୍ଟନ କରୁଛନ୍ତି ଏବଂ ଏକାଠି ଖାଇବାର ବ୍ୟବସ୍ଥା ମଧ୍ୟ ରଖିଛନ୍ତି।